ଯେତେବେଳେ ଏଇଭଳି ମର୍ମନ୍ତୁକ ଦୁର୍ଘଟଣା ଘଟିଲା ପରେ ଆମେ ଖବର ପାଇଲା ପରେ ମୋ ଘର ହେଉଛି ଜଗତସିଂହପୁର। ମୁଁ କାଲି ଆଜି ରାତି 8ଟାରେ ଆସି ପହଞ୍ଚିବା ଫଳରେ ଆମେ ସମସ୍ତ ଯେଉଁମାନେ ହସ୍ପିଟାଲ ଅଛନ୍ତି ସମସ୍ତଙ୍କୁ ଭେଟିବା ସହିତ ଆଉ 2 ଜଣ ରେଫର ହେଲେ କଟକ, ତାଙ୍କୁ ତ ବ୍ୟବସ୍ଥା କରାଗଲା ଏବଂ ମାଲିକ ମ୍ୟାନେଜର ମଧ୍ୟ ସେ କଣ୍ଟିନ୍ୟୁ ସେଠି ରହିକି ସବୁ ପ୍ରକାର କୋଅପରେସନ୍ କରିଥିଲେ। ମାଲିକମାନେ ମଧ୍ୟ ସେ ଯୋଗାଯୋଗ କରାହେଇଛି ଏବଂ ସରକାର ତରଫରୁ ବହୁତ ସହଯୋଗ ମଧ୍ୟ ମିଳିଛି। ନବୀନ ପଟ୍ଟନାୟକ ସାର୍ ମହୋଦୟ ମଧ୍ୟ 3 ଲକ୍ଷ ଟଙ୍କା ମୃତ ବ୍ୟକ୍ତିଙ୍କୁ ଘୋଷଣା କରିଛନ୍ତି ପ୍ରଦାନ କରିବେ ବୋଲି ଏବଂ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ମଧ୍ୟ ଅଫିସ୍ ଲେଭେଲ୍ ଆମକୁ ଯୋଗାଯୋଗ ମଧ୍ୟ କରିଛନ୍ତି, ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ତ ସେଥିପାଇଁ ସଂଘ ତରଫରୁ କୃତଜ୍ଞତା ଜଣାଉଛୁ ଏବଂ ଏଠି ଆମର ବାରିପଦା ହସ୍ପିଟାଲରେ ସମସ୍ତ ମେଡ଼ିକାଲ କର୍ମଚାରୀମାନେ ସହଯୋଗ କରିଛନ୍ତି। ବାରିପଦାର ସମସ୍ତ ଯେଉଁ ଆମର ଜନସାଧାରଣ ସହଯୋଗ କରିଛନ୍ତି, ପୁଲିସ ପ୍ରଶାସନ ଏବଂ କାଲି ରାତିରେ ମଧ୍ୟ ଜିଲ୍ଲାପାଳ ଆସିଥିଲେ। ସମସ୍ତଙ୍କୁ ଆମେ କୃତଜ୍ଞତା ଜଣାଉଛୁ ଏବଂ ପରିସ୍ଥିତିକୁ ନେଇ ଆମେ ସାମ୍ନା କରି ଆଗେଇ ଚାଲିବା। ବର୍ତ୍ତମାନ 6 ଜଣ ଡେଥ୍ ହେଇଛି, ସେ କିଭଳି ଭାବରେ ଘରେ ପହଞ୍ଚିବେ ଏବଂ ତାଙ୍କର ସଂସ୍କାର କରାଯିବ ସେ ବ୍ୟବସ୍ଥାରେ ବର୍ତ୍ତମାନ ଆମେ ଅଛୁ ଏବଂ କଟକ ଯେଉଁ 2 ଜଣ ଯାଇଥିଲେ ସେ ବର୍ତ୍ତମାନ ଜଣେ ସୁସ୍ଥ ହୋଇଗଲେଣି, ବର୍ତ୍ତମାନ ଫେରିବେ। ଆଉ ଜଣଙ୍କର ଟିକେ ଅବସ୍ଥା ଭଲ ନାହିଁ, ମୁଣ୍ଡ ଟିକେ ବୁଲଉଛି, ଟିକେ ଚିତ୍କାର କରୁଛନ୍ତି, ଏଇ ଟାଇପ୍ର ଅଛନ୍ତି। ଆଉ ଯେଉଁମାନେ ଏଇଠି ଅଛନ୍ତି ପ୍ରାୟ ଭଲ, ଯେ ଜଣଙ୍କର ଗୋଡ଼ ଟିକେ ସିରିୟସ୍ ଅଛି, ସେ ମଧ୍ୟ କଟକ ଯିବେ, ସେ କିଛି ଦିନ ଲାଗିବ ତାକୁ ରିକଭରି କରିବା ପାଇଁ। ନାବାଳିକ କେହି ନାହାନ୍ତି। ନା ସବୁ ଆଧାର କାର୍ଡ଼ ସହିତ 14 ବର୍ଷ କାହାରିକୁ ରଖାଯାଉନି। ମିନିମମ୍ ଆପଣ 18 ବର୍ଷ ତଳକୁ କାହାକୁ ରଖାଯାଉନି। କି କ'ଣ କହିଥିବେ, ଭୁଲ ତଥ୍ୟ ଦେଇଥିବେ, ଆପଣ ଭଲ କି ଇନକ୍ୱାରି କରନ୍ତୁ। 18 ବର୍ଷ ତଳକୁ 14 ବର୍ଷ କ'ଣ 18 ବର୍ଷ ତଳକୁ କାହାକୁ ରଖାହଇନି ଏବଂ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ମଧ୍ୟ ସେ ମଧ୍ୟ ସବୁ 20-22 ଉପରେ ସବୁ ବୟସ ଅଛନ୍ତି। ଆପଣ ତାର ବି ଆଧାର କାର୍ଡ଼ ବି ଆପଣ ପାଇପାରିବେ। ସେ ତଥ୍ୟ ଆପଣ ଟିକେ ଦେଇଥିବେ, ଭୁଲ ତଥ୍ୟ ଦେଇଥିବେ।